ମୋତେ ପଟେଇ ଦେଲା। ମୋ ସହିତ ବହୁବାର ଶାରୀରିକ ସମ୍ପର୍କ ରଖିଲା। ମୁଁ ମେଡ଼ିକାଲ ଯାଇ ଆଭର୍ଷଣ କରେଇଛି। ମୋ ଘର ସଂସାର ଭାଙ୍ଗିଦେଲା। ମୋ ଘରେ ଡ୍ରାଇଭର ଥିଲା। ଆଉ ଘର କାମ କରୁ କରୁ ଡ୍ରାଇଭର ସମ୍ପର୍କରୁ ଭଲ ପାଇବା ଏତେ ବଢ଼ିଗଲା ଯେ ଖାଇବା ପିଇବା ଭଲ ମନ୍ଦ ସବୁ କଥା ମୋର ବୁଝୁଥିଲା। ମୋତେ ଅପା ଡାକି ମୋ ପାଖରେ ବସୁଥିଲା। ଆଉ ବସୁ ବସୁ ମୋତେ ଏମିତି ପଟେଇ ଦେଲା ଯେ ମୁଁ ପଟିଗଲି। ତା ବିନା ଗୋଟେ ମୁହୂର୍ତ୍ତ ବି ରହିପାରୁନଥିଲି। ମୋ ସ୍ୱାମୀକୁ ଛାଡ଼ି ତା ସହିତ 1 ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଭାବେ ରହିଲୁ। ଶାରୀରିକ ସମ୍ପର୍କ ରଖିଲୁ। ମୋତେ ସେ ଶାନ୍ତି କରୁଥିଲା। ଏବେ ମୋତେ ସେ ଛାଡ଼ିଦେଲା। ସେ ଅନେକ ଝିଅ ସହିତ ସମ୍ପର୍କରେ ରହୁଛି। ମୋତେ ଧୋକା ଦେଲା। ମୁଁ ଏବେ କାହାର ହେବି? ମୋତେ ନ୍ୟାୟ ଦରକାର। ସେପଟେ ଡ୍ରାଇଭର ପ୍ରେମିକ ଜଣକ ନିଆଁ ପାଖରେ ଘିଅ ରହିଲେ ତ ତରଳି ଯିବ। ତାଙ୍କ ସ୍ୱାମୀ ଥାଉ ଥାଉ ମୋ ପାଖକୁ କାହିଁକି ଆସିଲା? ନିଆଁ ନଥିଲେ ଧୂଆଁ କ'ଣ ବାହାରିବ କି? ଏମିତି ଅନେକ କଥା କହିଯାଉଛନ୍ତି। ଟିକେ ସେଇ କଥା ଉପରେ ନଜର ପକାଇ ଦିଅନ୍ତୁ।